ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଅଲ୍ ଇନ୍ ୱାନ୍। ବନ୍ଧୁମାନେ ଦେଖନ୍ତୁ, ଆଜି ଆପଣମାନେ ଯଦି ଦେଖିବେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମରେ ସବୁ ଜାଗାରେ ଆଉଟସୋର୍ସିଂ କର୍ମଚାରୀଙ୍କ ବିଷୟରେ ଆଲୋଚନା କରାଯାଇଛି। ବିଶେଷ କରି ଯଦି ଆପଣମାନେ ଦେଖିବେ ଆଉଟସୋର୍ସିଂ କର୍ମଚାରୀଙ୍କ ଦୁଃଖ ଶୁଣିବ କିଏ, ଏ କଥା ବର୍ତ୍ତମାନ ସରକାରଙ୍କ କାନରେ ପ୍ରତିଧ୍ୱନିତ ହେଉଛି। କାହିଁକି ଦେଖନ୍ତୁ, ଏଠି କ୍ଲିଅରଲି ଲେଖା ହେଇଛି ଯେ ଦିନକୁ ଦିନ କେବଳ କେନ୍ଦ୍ରାପଡ଼ା ଜିଲ୍ଲା ନୁହେଁ, ଆପଣମାନେ ଯଦି ଦେଖିବେ ରାଜ୍ୟର 30ଟି ଯାକ ଜିଲ୍ଲାରେ ଶ୍ରମିକ ବା କର୍ମଚାରୀଙ୍କ ଉପରେ ନିର୍ଯାତନା କ୍ରମଶଃ ବଢ଼ି ଚାଲିଥିବା ଅଭିଯୋଗ ଉଠାଇଛନ୍ତି ଏବଂ ଉଠିବାରେ ମଧ୍ୟ ଲାଗିଛି। ବିଶେଷ କରି ସଦର ମହକୁମା ସମେତ ସମଗ୍ର ଜିଲ୍ଲାର ଅଧିକାଂଶ ବିଭାଗରେ ଏକାଧିକ ଠିକା ସଂସ୍ଥାଙ୍କ ଜରିଆରେ ହଜାର ହଜାର ଆଉଟସୋର୍ସିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ହଜାର ହଜାର ଆଉଟସୋର୍ସିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସରକାରଙ୍କ ସହ ଚୁକ୍ତି ଅନୁସାରେ ନିୟମିତ ବ୍ୟବଧାନରେ ଠିକା ସଂସ୍ଥାଙ୍କ କାର୍ଯ୍ୟାଳୟ ଅବଧି ହୋଇଯାଉଛି। ପରବର୍ତ୍ତୀ ସମୟରେ ହେଉଥିବା ଟେଣ୍ଡର ବ୍ୟବସ୍ଥାରେ ପୁରୁଣା କିମ୍ବା ନୂଆ ଠିକା ସଂସ୍ଥା ଏହି କାର୍ଯ୍ୟ ନେଉଛନ୍ତି। ନୂଆ ସଂସ୍ଥା ଆସିବା ପରେ ପୁରୁଣା କର୍ମଚାରୀଙ୍କୁ ବିଭିନ୍ନ ଆଖି ଦେଖାଇ ବାହାର କରିଦେଇ ନୂଆ ନୂଆ ଯୁବତୀଙ୍କୁ ରଖୁଥିବା ଗତ ମଙ୍ଗଳବାର ଦିନ କାର୍ଯ୍ୟରୁ ବାଦ୍ ପଡ଼ିଥିବା କର୍ମଚାରୀମାନେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଭେଟିବା ସହିତ ଲିଖିତ ଅଭିଯୋଗ ଜଣାଇଛନ୍ତି। ଆପଣ ଦରମା କଥା ହେଇପାରେ, ସେମାନଙ୍କୁ ନାଲି ଆଖି ଦେଖାଇବା କଥା ହେଇପାରେ, ବିଶେଷ କରି ଠିକ୍ ସମୟରେ ଦରମା ନ ମିଳିବା କଥା ହେଇପାରେ। ସବୁ କ୍ଷେତ୍ରରେ କର୍ମଚାରୀମାନେ ଠିକା କର୍ମଚାରୀମାନେ ବା ଆଉଟସୋର୍ସିଂ କର୍ମଚାରୀମାନେ ଦୁଃଖ ପ୍ରକାଶ କରୁଛନ୍ତି ଏବଂ ରାଜ୍ୟରେ ସବୁବେଳେ ଆମେ ଦେଖିଛୁ ଆଉଟସୋର୍ସିଂ କର୍ମଚାରୀମାନେ ଆନ୍ଦୋଳନ କରନ୍ତି, ସେମାନଙ୍କର ଦରମା କେମିତି ବୃଦ୍ଧି ହେବ ସରକାରଙ୍କ ପାଖରେ ନିବେଦନ କରନ୍ତି। ତା ଭିତରେ ସରକାର କିନ୍ତୁ କୁହନ୍ତି ହଁ ଆମେ କରିବୁ, କିନ୍ତୁ କେବେ କରୁଛନ୍ତି ତାକୁ ଦେଖିବା ପାଇଁ ବାକି ରହୁଛି। କାର୍ଯ୍ୟାଳୟ ସହିତ ଅଧିକାରୀଙ୍କ ବ୍ୟକ୍ତିଗତ କାର୍ଯ୍ୟ ବି କରୁଛନ୍ତି ଆଉଟସୋର୍ସିଂ କର୍ମଚାରୀ। ଅଧିକାରୀ ସୁଖ ନଥିଲେ ଯାହାକି ସେମାନଙ୍କୁ କରୁଛନ୍ତି ଛଟେଇ ବା ସେମାନଙ୍କୁ ବାହାର କରିଦେଉଛନ୍ତି ଠିକା କର୍ମଚାରୀମାନଙ୍କୁ ବା ଆଉଟସୋର୍ସିଂ କର୍ମଚାରୀମାନଙ୍କୁ। ଏବଂ ଏଠି କ୍ଲିଅରଲି ଆପଣମାନେ ଯଦି ଦେଖିବେ ଯେ କେତେକ ଯୁବକ ଯୁବତୀ ମଧ୍ୟ ଅଭିଯୋଗ ଆଣିଛନ୍ତି ବିଭାଗୀୟ ଅଧିକାରୀଙ୍କ ଆକ୍ରୋଶ ଓ ଠିକା ସଂସ୍ଥା ସୁପରଭାଇଜରଙ୍କର ଅର୍ଥାନ୍ୱେଷୀ ମାନସିକତାରୁ ପୁରୁଣା କର୍ମଚାରୀଙ୍କୁ କାର୍ଯ୍ୟରୁ ବାହାର କରି ଦିଆଯାଉଥିବାର ସେମାନେ କହିଛନ୍ତି। ବାସ୍ତବରେ ଠିକା ସଂସ୍ଥା ସେମାନଙ୍କୁ ନିଯୁକ୍ତି ଦେଉଥିଲେ ବି ବିଭାଗୀୟ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଅଧୀନରେ ଥିବା କାର୍ଯ୍ୟ କରିଛନ୍ତି ବିଚାରର ଅଧିକାରୀ ଓ ବରିଷ୍ଠ କର୍ମଚାରୀମାନେ। ତେଣୁ ଯେଉଁ ଏତେ କମ୍ ଟଙ୍କାରେ ସେମାନଙ୍କୁ ଯେଉଁ ହାତଗୁଞ୍ଜା ଟଙ୍କା ମିଳୁଛି ଆପଣମାନେ ଏଠି ଦେଖିପାରୁଛନ୍ତି କ୍ଲିଅରଲି କୁହାଯାଉଛି ଯେ ଆଉଟସୋର୍ସିଂ ସଂସ୍ଥାର ସୁପରଭାଇଜର କିମ୍ବା ବିଭାଗୀୟ ଅଧିକାରୀଙ୍କୁ 10ରୁ 15,000 ଲେଖାଏଁ ଟଙ୍କା ହାତଗୁଞ୍ଜା ବି ଦେଇଥାନ୍ତି। ନୂଆ ନିଯୁକ୍ତି ହେଲେ ପୁଣି ଥରେ ଏହି ଅର୍ଥ ମିଳିବା ଆଶାରେ ପୁରୁଣା କର୍ମଚାରୀଙ୍କୁ ହଟାଇ ଦିଆଯାଉଥିବା ଛଟେଇ ହୋଇଥିବା କର୍ମଚାରୀ ସୂଚନା ଦେଇଛନ୍ତି। ତେଣୁ ବର୍ତ୍ତମାନ ଜିଲ୍ଲାପାଳଙ୍କ ପାଖରେ ବର୍ତ୍ତମାନ ସମୟରେ ଏ ଖବର ପହଞ୍ଚୁଛି। ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ଆଉଟସୋର୍ସିଂ କର୍ମଚାରୀମାନେ ସେମାନଙ୍କର ଦୁଃଖ ଜଣାଉଛନ୍ତି। ଜିଲ୍ଲାପାଳଙ୍କ ଥ୍ରୋରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି, ଯିଏ ବି ରହିଛନ୍ତି ଆପଣଙ୍କର ଶ୍ରମ ଆଉ କର୍ମ ନିଯୁକ୍ତି ମନ୍ତ୍ରୀ, ତାଙ୍କୁ ଜଣାଉଛନ୍ତି। କିନ୍ତୁ ଆମେ ଯଦି ଦେଖିବା ବିଧାନସଭା ମଧ୍ୟ ସରିଲା, କର୍ମଚାରୀଙ୍କ ବିଷୟରେ ମଧ୍ୟ ବିଭିନ୍ନ ସମୟରେ ଆପଣ ଦେଖିଥିବେ, ବିଶେଷ କରି ବର୍ତ୍ତମାନର ଯୁବ ନେତ୍ରୀ ଯିଏକି ରହିଛନ୍ତି ଆପଣଙ୍କର ସଫିଆ ଫିରଦୋଷୀ ମ୍ୟାମ୍, ଆପଣଙ୍କର କଟକର ବିଧାୟିକା ଆପଣମାନେ ଜାଣନ୍ତି, ସେ ମଧ୍ୟ ଆଉଟସୋର୍ସିଂ କର୍ମଚାରୀଙ୍କର ଦରମା ବୃଦ୍ଧିକୁ ନେଇ ବିଧାନସଭାର ସ୍ୱର ଉତ୍ତୋଳନ କରିଛନ୍ତି। ତେଣୁ ସରକାର ମଧ୍ୟ କହିଛନ୍ତି ଆଗାମୀ ଦିନରେ ଆମେ ସେମାନଙ୍କ କଥା ବୁଝିବୁ, ଦରମା ବୃଦ୍ଧି କରିବୁ। ବାକି ଦେଖିବା ପାଇଁ ବାକି ରହିଲେ ଏଭଳି ଅସୁବିଧା ସେମାନଙ୍କ ସହିତ କେତେ ଦିନ ଲାଗି ରହୁଛି, କେବେ ପ୍ରକୃତରେ ସରକାର ସେମାନଙ୍କ ଦୁଃଖ ବୁଝୁଛନ୍ତି। ଆଉଟସୋର୍ସିଂ କର୍ମଚାରୀ ଯେଉଁମାନେ ଅଛନ୍ତି କମେଣ୍ଟ କରନ୍ତୁ, ସରକାର ଜାଣନ୍ତୁ ଯେ ଆପଣମାନଙ୍କ ଦରମା ବୃଦ୍ଧି ହେବା ଦରକାର ଅଟେ। ନିଶ୍ଚିତ ରୂପରେ ଡବଲ ଇଞ୍ଜିନ୍ ସରକାର ଆପଣମାନଙ୍କ ପାଇଁ କିଛି ରଖିବେ ବୋଲି ଆଶା। ଏଇଭଳି ସବୁବେଳେ ଅଥେଣ୍ଟିକ୍ ଜେନ୍ୟୁନ୍ ଆଉ ଟ୍ରଷ୍ଟେବଲ୍ ଇନଫର୍ମେସନ୍ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍, ସେୟାର କରନ୍ତୁ। ବିଦାୟ ଦିଅନ୍ତୁ ଏକ ନୂଆ ଭିଡ଼ିଓ ସହିତ ପୁଣି ଥରେ ଆପଣମାନଙ୍କ ପାଖକୁ ଆସିବି। ବନ୍ଦେ ଉତ୍କଳ ଜନନୀ।